ଶ୍ରଦ୍ଧେୟ ପଞ୍ଚମ ଶ୍ରେଣୀର ପିଲାମାନେ ତୁମକୁ ଅନେକ ଅନେକ ଶୁଭେଚ୍ଛା ଆଉ ଶୁଭକାମନା। ଆଜି ଭାଷା ଶିକ୍ଷାଦାନରେ ତୁମ ସାହିତ୍ୟ କୁସୁମ ବହିର ଜାତୀୟ ଧ୍ୱଜା ଆମ ଉଡ଼ଇ ଫରଫର ପାଠ କରିବା। ଏକ ସୁନ୍ଦର କବିତା। ପିଲାମାନେ ତୁମ ସାହିତ୍ୟ ବହିର କବିତା ଜାତୀୟ ଧ୍ୱଜା ଆମ ଉଡ଼ଇ ଫରଫର, ଏହି କବିତାଟିକୁ ଲେଖିଛନ୍ତି ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀ। ତେବେ ଚାଲ କବିତାଟିକୁ ପାଠ କରିବା ଆଉ ବୁଝିବା। ବିଦେଶୀ ଶାସନରେ ଅଧୀନ ଥିଲା ଦେଶ, ସେ କାଳେ ଭୋଗୁଥିଲୁ କେତେ ଯେ ଆମେ କ୍ଲେଶ। ତୁମେମାନେ ଜାଣିଛ ପିଲାମାନେ, ଆମ ଦେଶକୁ ପୂର୍ବରୁ ଇଂରେଜମାନେ ଶାସନ କରୁଥିଲେ। ସେମାନେ ବିଦେଶରୁ ଆସିଥିବାରୁ ସେମାନଙ୍କୁ ବିଦେଶୀ କୁହାଯାଉଥିଲା। ସେତେବେଳେ ଆମେ କେତେ କ୍ଲେଶ ଭୋଗୁଥିଲୁ। କ୍ଲେଶ କହିଲେ କଷ୍ଟ। ସେମାନେ ଆମକୁ ବେତ ପାହାର ଦେଉଥିଲେ, କଥା କଥାରେ ଗୁଳିରେ ମଥା ଫଟାଇ ଦେଉଥିଲେ, ଆମକୁ ପ୍ରାଣଦଣ୍ଡ ଦେଉଥିଲେ, ଆମକୁ ବିନା ପଇସାରେ କାମ କରାଉଥିଲେ। ସ୍ୱାଧୀନ ଆଜି ଆମେ କାହାକୁ ନାହିଁ ଡର, ଜାତୀୟ ଧ୍ୱଜା ଆମ ଉଡ଼ଇ ଫରଫର। ପିଲାମାନେ ସ୍ୱାଧୀନ, ସ୍ୱ ଅଧୀନ, ଆମେ ଆଜି ନିଜ ଅଧୀନରେ ଅଛୁ। ଆମେ ଆଜି ଆଉ ପରାଧୀନ ନାହୁଁ। ଆମର ଆଜି କାହାକି ଆଉ ପରାଧୀନତା ପାଇଁ ଡର ନାହିଁ। ଆମେ ନିଜ ଇଚ୍ଛାରେ କାମ କରିପାରୁଛୁ, ଆମ ନିଜ ଇଚ୍ଛାରେ ଆମ ଦେଶରେ ବାସ କରୁଛୁ, ଆମ ନିଜ ଇଚ୍ଛାରେ ଦେଶର ଯେକୌଣସି ସ୍ଥାନକୁ ବୁଲିବା ପାଇଁ ଯାଇପାରୁଛୁ। ଜାତୀୟ ଧ୍ୱଜା ଆମ ଉଡ଼ଇ ଫରଫର। ଆଉ ଆମର ଜାତୀୟ ପତାକା, ଧ୍ୱଜା କହିଲେ ପତାକା। ତମେ ଦେଖିଛ ଆମର ଜାତୀୟ ପତାକା 3ଟି ରଙ୍ଗରେ ତିଆରି, ତେଣୁ ତାର ନାମ ତ୍ରିରଙ୍ଗା ପତାକା। ସବୁଠି ଫରଫର ହୋଇ ଉଡ଼ୁଛି। ଜାଣିଛ ପିଲାମାନେ, ସବୁ ସ୍ୱାଧୀନ ଦେଶର ଗୋଟେ ଜାତୀୟ ପତାକା ଥାଏ, ଆଉ ସେଇଟି ହେଉଛି ତାର ନିଜ ଦେଶର ପତାକା। ତାକୁ ସିଏ ସ୍ୱାଧୀନ ଦେଶରେ ଉଡ଼ାଇ ପାରିବ, ଆମେ ଯେମିତି ଉଡ଼ଉଅଛୁ। ଏଣିକି ଭଲ ଯାହା କରିବୁ ସେହି କାମ, ଜାତିର ଇତିହାସେ ରହିବ ଆମ ନାମ। ପିଲାମାନେ, ଏଣିକି ଆମେ ଯାହା ଭଲ ହବ ସେଇ କାମ ହିଁ କରିବା। ନିଜର ମଙ୍ଗଳ ହବ, ଅନ୍ୟର ମଙ୍ଗଳ ହବ, ପରିବାରର ମଙ୍ଗଳ ହବ, ସମାଜର ମଙ୍ଗଳ ହବ, ଦେଶର ମଙ୍ଗଳ ହବ। ସବୁବେଳେ ଆମେ ଭଲ କାମ କରିବା। ଆଉ ଯଦି ଭଲ କାମ କରିବା, ଏ ଜାତିର ଇତିହାସରେ ଆମର ନାମ ଲେଖା ହେବ। ଯେମିତି ଗାନ୍ଧୀ, ଗୋପବନ୍ଧୁ, ସରୋଜିନୀ ନାଇଡୁ ଏଇଭଳି କେତେ ମହାନ ବ୍ୟକ୍ତି ଭଲ କାମ କରିଥିବାରୁ ଜାତିର ଇତିହାସରେ ତାଙ୍କର ନାମ ଲେଖା ହେଇଛି। କର୍ତ୍ତବ୍ୟ ପଥ ଧରି ହୋଇବୁ ଅଗ୍ରସର, ଜାତୀୟ ଧ୍ୱଜା ଆମ ଉଡ଼ଇ ଫରଫର। ଦେଖ, ଆମର କର୍ତ୍ତବ୍ୟ ପଥରେ, କାମର ରାସ୍ତାରେ, କର୍ତ୍ତବ୍ୟର ରାସ୍ତାରେ ଆମେ ଆଗକୁ ବଢ଼ିବା। ପଥ କହିଲେ ରାସ୍ତା, ଅଗ୍ରସର ମାନେ ଆଗେଇ ଯିବା। ଜାତୀୟ ଧ୍ୱଜା ଆମ ଉଡ଼ଇ ଫରଫର। ଆମେ ଆମର କାମର ରାସ୍ତାରେ, ଆମେ ଆମର କର୍ତ୍ତବ୍ୟର ପଥରେ ଆଗେଇ ଯିବା ଏବଂ ଆମର ଜାତୀୟ ପତାକା ଫରଫର ହୋଇ ଉଡ଼ୁଥିବ। ଭୋକିଲା ହୋଇ ଆଉ ରହିବେ ନାହିଁ କେହି, ରଖିବୁ ଜାତି ଟେକ ନିଜକୁ ବଳି ଦେଇ। ପିଲାମାନେ, ଆମେ ଏମିତି କାମ କରିବା, କାହାରିକୁ ଆଉ ଭୋକିଲା ରଖିବା ନାହିଁ। ଆଉ ଏମିତି କାମ କରିବା ଯେମିତି ଆମ ଜାତିର ଟେକ ରହିବ, ଆମ ମଣିଷ ଜାତିର ଟେକ ରହିବ। ଦରକାର ପଡ଼ିଲେ ଆମେ ନିଜକୁ ବଳି ଦେଇଦେବା। ଯେମିତି ଧର୍ମପଦ ଏ ଦେଶ ପାଇଁ ଦିନେ ବଳି ଦେଇଥିଲେ, ଯେମିତି ବାଜିରାଉତ ଦିନେ ଏ ଦେଶ ପାଇଁ ବଳି ଦେଇଥିଲେ। ସ୍ୱଦେଶ ସେବା ବ୍ରତ କରିବୁ ଜୀବନର, ଜାତୀୟ ଧ୍ୱଜା ଆମ ଉଡ଼ଇ ଫରଫର। ତାହେଲେ କେଉଁ ବ୍ରତ କରିବା? ନା, ଆମ ନିଜ ଦେଶର ସେବାକୁ ଆମେ ବ୍ରତ ବୋଲି ଭାବିବା, ବ୍ରତ ବୋଲି କରିବା। ସ୍ୱଦେଶ କହିଲେ ନିଜ ଦେଶ। ଆଉ ଏ ଜୀବନରେ ଆଉ କ'ଣ କରିବା ପିଲାମାନେ? ନା, ଆମ ଜୀବନର ନିଜ ଦେଶର କାମକୁ ସେବା ବୋଲି ଭାବିବା। ଆମ ଜାତୀୟ ପତାକା ଫରଫର ଉଡ଼ୁଛି ଆଉ ଉଡ଼ୁଥିବ। ଅଛୁଆଁ ନୁହେଁ କେହି ସଭିଏଁ ଭାଇ ଆମ, ସଭିଙ୍କ ହିତ ପାଇଁ କରିବୁ ଆମେ କାମ। ତାହେଲେ ଆମ ମନରେ ଟିକେ ବି ଛୁଆଁ ଅଛୁଆଁ ଭେଦଭାବ ରଖିବା ନାହିଁ।
ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ସମାନ। ପିଲାମାନେ ସମସ୍ତଙ୍କ ଦେହରେ ଗୋଟିଏ ହିଁ ନାଲି ରଙ୍ଗର ରକ୍ତ ବହୁଛି, ତୁମେ ଦେଖିଥିବ। ତେଣୁ ଆମ ମନରେ ଛୁଆଁ ଅଛୁଆଁ ଭେଦଭାବ ଟିକେ ବି ରଖିବା ନାହିଁ। ଆଉ ସଭିଙ୍କର ହିତ ପାଇଁ କାମ କରିବା। ହିତ କହିଲେ ଉପକାର ପାଇଁ କାମ କରିବା, ଭଲ ପାଇଁ କାମ କରିବା। ଏମିତି କାମ କରିବା ଯେଉଁ କାମ କାହାରି କ୍ଷତି କରିବ ନାହିଁ। ସମସ୍ତେ ଆପଣାର ଜଣେ କେ ନୁହେଁ ପର, ଜାତୀୟ ଧ୍ୱଜା ଆମ ଉଡ଼ଇ ଫର ଫର। ସମସ୍ତେ ଆପଣାର, ଆମ ପାଇଁ ସମସ୍ତେ ନିଜର, ଏଠି କେହି ପର ନୁହନ୍ତି। ହଁ କି ନାହିଁ କୁହ? ସମସ୍ତେ ଗୋଟିଏ ଦେଶରେ ଜନ୍ମ ହେଇଛୁ, ଆମେ ସମସ୍ତେ ଗୋଟିଏ ଜାତି। ମଣିଷ ହେଉଛି ଆମର ଗୋଟିଏ ଜାତି। ସମସ୍ତଙ୍କର ଗୋଟିଏ ଇଚ୍ଛା, ସମସ୍ତଙ୍କର ଗୋଟିଏ କାମନା ଯେ ଆମେ ଏ ଦେଶ ପାଇଁ କାମ କରିବା, ଆମେ ଏ ଦେଶ ପାଇଁ ଲଢ଼ିବା, ଆମେ ଏ ଦେଶର ଗୌରବ ରକ୍ଷା କରିବା। ଆଉ ଆମର ଜାତୀୟ ପତାକା ସବୁଦିନ ଏମିତି ଫର ଫର ହୋଇ ଉଡ଼ୁଥିବ। ତାହେଲେ କହିଲ ପିଲାମାନେ, ଆମ ଜାତୀୟ ପତାକାର ନାମ କ'ଣ? ନା, ଆମ ଜାତୀୟ ପତାକାର ନାମ ହେଉଛି ତିରଙ୍ଗା। ତାହାର 3ଟି ରଙ୍ଗ ଥିବାରୁ ତାର ନାମ ତିରଙ୍ଗା। ସବୁ ଜାତୀୟ ଦିବସରେ ତୁମ ବିଦ୍ୟାଳୟରେ ଜାତୀୟ ପତାକା ଉଡ଼େଇଥାଅ। ସାଧାରଣତନ୍ତ୍ର ଦିବସ, ସ୍ୱାଧୀନତା ଦିବସରେ ଜାତୀୟ ପତାକା ସବୁ ଉଡ଼େଇଥାଅ। ହଁ କି ନାହିଁ କୁହ? ତାହେଲେ ସେଇଭଳି ଆମେ ସ୍ୱାଧୀନତା ହେବା ଠାରୁ, ଆମେ ସ୍ୱାଧୀନ ପାଇବା ପରଠାରୁ ଏମିତି ଆମେ ଜାତୀୟ ପତାକା ଉଡ଼େଇବାର ସୁଯୋଗ ପାଇଅଛୁ। ଏଣୁ ଆମ ମନରେ ଛୁଆଁ ଅଛୁଆଁ ଭେଦଭାବ ରଖିବା ନାହିଁ, ପର ଆପଣା ଭାବନା ରଖିବା ନାହିଁ, ସମସ୍ତଙ୍କୁ ଆପଣାର ଭାବିବା, ଆଉ ଏମିତି ଆମର ଜାତୀୟ ପତାକା ଫର ଫର କରି ଉଡ଼ାଉଥିବା। ଦେଶରେ ଖୋଲିଦବୁ ବିବିଧ କାରଖାନା, ଯେପରି ଉତ୍ପନ୍ନ ହୋଇବ ଦ୍ରବ୍ୟ ନାନା। ତାହେଲେ ଆମେ ଆମ ଦେଶରେ ବିବିଧ କାରଖାନା ଖୋଲିଦେବୁ। ବିବିଧ କହିଲେ ବିଭିନ୍ନ ପ୍ରକାର। ଏତେ କଳକାରଖାନା ଖୋଲିଦେବୁ ଯେ ନାନା ପ୍ରକାର ଦ୍ରବ୍ୟ କହିଲେ ଜିନିଷ ଉତ୍ପନ୍ନ ହେବ। ନାନା କହିଲେ ଏଠି ବିଭିନ୍ନ ପ୍ରକାର, ଦ୍ରବ୍ୟ କହିଲେ ଜିନିଷ, ଉତ୍ପନ୍ନ ହେବ କହିଲେ ସୃଷ୍ଟି ହେବ, ତିଆରି ହେବ। ଗଢ଼ି ଉଠିବେ ପୁଣି ଅସଂଖ୍ୟ କାରିଗର, ଜାତୀୟ ଧ୍ୱଜା ଆମ ଉଡ଼ଇ ଫର ଫର। ଆମେ ଅନେକ କଳକାରଖାନା ଖୋଲିଦେଲେ କ'ଣ ହେବ? ନା ଅନେକ ସଂଖ୍ୟାରେ ଅସଂଖ୍ୟ କାରିଗର ଆମର ତିଆରି ହୋଇଯିବେ, ଅନେକ ଶିଳ୍ପୀ ଆମର ତିଆରି ହୋଇଯିବେ, ଯେଉଁମାନେ କି ବିଭିନ୍ନ ଜିନିଷ ତିଆରି କରିବାରେ ଲାଗି ପଡ଼ିବେ। ଜାତୀୟ ଧ୍ୱଜା ଆମ ଉଡ଼ଇ ଫର ଫର। ଆମ ସ୍ୱାଧୀନ ଦେଶରେ ଜାତୀୟ ପତାକା ଫର ଫର ଉଡ଼ୁଅଛି ଆଉ ଉଡ଼ୁଥିବ। ଆମେ ଯେ ବୀର ଜାତି ନହିଁବୁ ନାହିଁ ମଥା, କରିବୁ ପ୍ରାଣ ଦେଇ କହିବୁ ଯେଉଁ କଥା। ପିଲାମାନେ, ଆମେ ହେଉଛେ ବୀର ଜାତି, ତେଣୁକରି ଆମେ କେବେ ମଥା ନୁଆଇବୁ ନାହିଁ। ତୁମେ ଦେଖିଛ ନା ସୈନିକମାନେ ଯେଉଁ ଆମର ଦେଶ ପାଇଁ ସୀମାରେ ଜଗିଛନ୍ତି, ବାହ୍ୟ ଶତ୍ରୁଠାରୁ ଆମ ଦେଶକୁ ରକ୍ଷା କରିଛନ୍ତି, ସେମାନେ କେବେ ମଥା ନୁଆନ୍ତି ନାହିଁ। ଶତ୍ରୁ ସାମ୍ନାରେ ଜୀବନ ଦେଇଦେବେ ପଛେ ପଛକୁ ହଟିବେ ନାହିଁ। ଠିକ୍ ସେମିତି ଆମେ ହେଉଛୁ ବୀର ଜାତି। ଆମ ଭାଗ୍ୟରେ ନାହିଁ, ଆମ ଜାତକରେ ନାହିଁ ଆମେ କେବେ ମଥା ନଇଁଯିବା, ଆମେ ଶତ୍ରୁକୁ ଡରିଯିବା। ଏଣୁ ସବୁବେଳେ ଶତ୍ରୁ ଆଗରେ ଆମେ ବୀର ଭଳି ଲଢ଼ିବା। କରିବୁ ପ୍ରାଣ ଦେଇ କହିବୁ ଯେଉଁ କଥା। ଆମେ ଯେଉଁ କଥା କହିଦେବୁ, ପ୍ରାଣ ଚାଲିଯାଉ ପଛେ ତାକୁ ଥରେ ପୂରଣ କରି ଦେଖେଇବୁ। ଅର୍ଥାତ୍ ଆମେ ଯେଉଁ ଭଲ କଥା କହିବୁ, ଆମେ ଯେଉଁ ଭଲ କାମ ପାଇଁ କଥାଟି କହିବୁ, ତାକୁ ଜୀବନ ଦେଇ ମଧ୍ୟ ରକ୍ଷା କରିବୁ। ମରତେ ଖେଳାଇବୁ ସୁଷମା ସରଗର, ଜାତୀୟ ଧ୍ୱଜା ଆମ ଉଡ଼ଇ ଫର ଫର। ଆମେମାନେ ସବୁବେଳେ ଭାବୁନା ପିଲାମାନେ, ସ୍ୱର୍ଗ ସବୁଠାରୁ ସୁନ୍ଦର ବୋଲି। ତେବେ ସେଇ ସ୍ୱର୍ଗରେ ଯେଉଁ ସୌନ୍ଦର୍ଯ୍ୟ ଅଛି ତାକୁ ମର୍ତ୍ତ୍ୟକୁ ଆଣି ଆସିବା, ପୃଥିବୀକୁ ଆଣି ଆସିବା। ସୁଷମା କହିଲେ ସୌନ୍ଦର୍ଯ୍ୟ। ତାହେଲେ ସ୍ୱର୍ଗରେ ଯେଉଁ ସୌନ୍ଦର୍ଯ୍ୟ ଅଛି ତାକୁ ଆମେ ପୃଥିବୀରେ ଖେଳିଦେବା। ଅର୍ଥାତ୍ ଆମେ ସବୁବେଳେ ବିଶ୍ୱାସ କରୁ ଯେ ଦେବତାମାନେ ଶାନ୍ତିରେ ରହନ୍ତି। ଠିକ୍ ସେମିତି ଆମେ ପୃଥିବୀରେ ଏମିତି ସୌନ୍ଦର୍ଯ୍ୟ ଖେଳିଦେବୁ, ପୃଥିବୀ ସବୁବେଳେ ସୁନ୍ଦର ଦେଖାଯିବ, କାହାରି ମନରେ ହିଂସା ଥିବ ନାହିଁ, ଏଠି ଲଢ଼େଇ ଥିବ ନାହିଁ, ଏଠି କେବଳ ସମସ୍ତେ ସ୍ନେହ ମମତାରେ ରହିଥିବେ। ଜାତୀୟ ଧ୍ୱଜା ଆମ ଉଡ଼ଇ ଫର ଫର। ଜ୍ଞାନ ବିଜ୍ଞାନେ ଆମେ ନହିବୁ କାହା ପଛ, ପ୍ରତିଜ୍ଞା କର ଭାଇ ଯେଉଁଠି ଯିଏ ଅଛ। ଯିଏ ଯେଉଁଠି ବି ଥାଅ ନା କାହିଁକି, ଆମେ ପ୍ରତିଜ୍ଞା କରିବା, ଆମେ ଶପଥ କରିବା, ଜ୍ଞାନ ବିଜ୍ଞାନରେ କାହାଠୁ ପଛରେ ରହିବା ନାହିଁ, ସବୁ ଦେଶଠାରୁ ଆଗେଇ ଯିବା। ଆମେ ଏମିତି ପାଠ ପଢ଼ିବା ଯେମିତି ଜ୍ଞାନ ବିଜ୍ଞାନରେ ଆମେ କାହାଠାରୁ ପଛରେ ରହିବା ନାହିଁ। କୋଟି ଯେ କୋଟି ଆମେ ସନ୍ତାନ ଭାରତର,
ଜାତୀୟ ଧ୍ୱଜା ଆମ ଉଡ଼ଇ ଫର ଫର। ତାହେଲେ ଆମେ ଆମ ଦେଶର କୋଟି କୋଟି ସନ୍ତାନ, ଆମେ ଏ ଦେଶର କୋଟି କୋଟି ନରନାରୀ, ଆମେ ଏ ଦେଶର କୋଟି କୋଟି ପୁଅ ଝିଅ, ଆଉ ଆମର ଜାତୀୟ ପତାକା ଉଡ଼ଇ ଫର ଫର। ହେଲା ପିଲାମାନେ, ତେବେ ମନ ଦେଇ ଆମେ ପାଠ ପଢ଼ିବା, ସବୁବେଳେ ଭଲ କାମ କରିବା, ଯେମିତି ସମାଜର ମଙ୍ଗଳ ହେବ, ଦେଶର ମଙ୍ଗଳ ହେବ। ଶବ୍ଦାର୍ଥ ଜାଣିବା ପିଲାମାନେ। କ୍ଲେଶ କହିଲେ କଷ୍ଟ ବା ଯନ୍ତ୍ରଣା, ଧ୍ୱଜା କହିଲେ ପତାକା, ପଥ କହିଲେ ରାସ୍ତା, ଅଗ୍ରସର ଆଗେଇବା, ବିବିଧ ବିଭିନ୍ନ ପ୍ରକାର, ନାନା ଅନେକ ପ୍ରକାର, ମଥା କହିଲେ ମୁଣ୍ଡ, ସୁଷମା ସୌନ୍ଦର୍ଯ୍ୟ, ପ୍ରତିଜ୍ଞା କହିଲେ ଶପଥ। ଆଶା କରୁଛି ତୁମେ ଶବ୍ଦ ଗୁଡ଼ିକର ଅର୍ଥ ବୁଝିପାରିଥିବ। ପିଲାମାନେ, ତୁମ ବହିରେ ଯେଉଁ ଅଭ୍ୟାସ ଦିଆଯାଇଛି ସେହି ପ୍ରଶ୍ନ ଉତ୍ତର ଆଲୋଚନା କରିବା। 1 ନମ୍ବର କ ପ୍ରଶ୍ନ, ଆମ ଦେଶ ପରାଧୀନ ଥିବାବେଳେ କ'ଣ ଅସୁବିଧା ହେଉଥିଲା? ଉତ୍ତର, ଆମ ଦେଶ ପରାଧୀନ ଥିବାବେଳେ ଆମେ ବିଭିନ୍ନ ପ୍ରକାର କଷ୍ଟ ଭୋଗୁଥିଲୁ। ଖ ନମ୍ବର ପ୍ରଶ୍ନ, ଦେଶ ସ୍ୱାଧୀନ ହେବା ପରେ ଆମେ କେଉଁ କାମ କରିପାରିବା ବୋଲି କବିତାରେ କୁହାଯାଇଛି? ଉତ୍ତର, ଦେଶ ସ୍ୱାଧୀନ ହେବା ପରେ ଆମେ ଭୟ ଶୂନ୍ୟ ହୋଇ କାମ କରିବୁ, କାହାରିକୁ ଭୋକିଲା ରଖିବୁ ନାହିଁ, ବିଭିନ୍ନ କଳକାରଖାନା ଖୋଲିବୁ, ବିଭିନ୍ନ ଶସ୍ୟ ଉତ୍ପାଦନ କରିବୁ ବୋଲି କବିତାରେ କୁହାଯାଇଛି। ଗ ନମ୍ବର ପ୍ରଶ୍ନ, ଜାତିର ଟେକ ରଖିବାକୁ ଆମକୁ କ'ଣ କରିବାକୁ ପଡ଼ିବ? ଉତ୍ତର, ଜାତିର ଟେକ ରଖିବାକୁ ଆମକୁ ବଳି ଦେବାକୁ ପଡ଼ିବ, ନିଜକୁ ଦରକାର ପଡ଼ିଲେ ବଳି ଦେବାକୁ ପଡ଼ିବ। ଘ ନମ୍ବର ପ୍ରଶ୍ନ, ଦେଶର ଉନ୍ନତି ପାଇଁ କେଉଁ କେଉଁ କାମ ସ୍ୱାଧୀନ ଭାରତରେ କରାଯିବ ବୋଲି ଆଶା କରାଯାଇଛି? ଉତ୍ତର, ଦେଶର ଉନ୍ନତି ପାଇଁ ବିଭିନ୍ନ କଳକାରଖାନା ଖୋଲାଯିବ, ବିଭିନ୍ନ ଶସ୍ୟ ଉତ୍ପାଦନ କରାଯିବ ବୋଲି ଆଶା କରାଯାଇଛି। ଓ ନମ୍ବର ପ୍ରଶ୍ନ, ଆମେ କାହିଁକି ମଥା ନଇଁବୁ ନାହିଁ ବୋଲି କବି କହିଛନ୍ତି? ଉତ୍ତର ହେଲା, ଆମେ ବୀର ଜାତି ହୋଇଥିବାରୁ ମଥା ନଇଁବୁ ନାହିଁ ବୋଲି କବି କହିଛନ୍ତି। ପିଲାମାନେ, ତୁମେ ପ୍ରଶ୍ନ ଉତ୍ତର ଗୁଡ଼ିକ ବାରମ୍ବାର ଅଭ୍ୟାସ କରିବା ଦ୍ୱାରା ଅତି ସହଜରେ ତୁମର ମନେ ରହିଯିବ। ଯିବା ପରବର୍ତ୍ତୀ ପ୍ରଶ୍ନକୁ। 2 ନମ୍ବର ପ୍ରଶ୍ନ, ଉତ୍ତର ଲେଖିବା। 2 ନମ୍ବର କ ପ୍ରଶ୍ନ, କଥାକୁ କିପରି କାର୍ଯ୍ୟରେ ପରିଣତ କରିପାରିବା ବୋଲି କବିତାରେ କୁହାଯାଇଛି? ଉତ୍ତର, କହିଥିବା କଥାକୁ ପ୍ରାଣ ଦେଇ କାର୍ଯ୍ୟରେ ପରିଣତ କରିପାରିବା ବୋଲି କବିତାରେ କୁହାଯାଇଛି। ଖ ନମ୍ବର ପ୍ରଶ୍ନ, ସ୍ୱାଧୀନ ଭାରତର ଶିଶୁମାନେ ମର୍ତ୍ତ୍ୟପୁରରେ କି ପରିବର୍ତ୍ତନ ଆଣିପାରିବା କଥା କବି କହିଛନ୍ତି? ଉତ୍ତର, ସ୍ୱାଧୀନ ଭାରତର ଶିଶୁମାନେ ମର୍ତ୍ତ୍ୟପୁରରେ ସ୍ୱର୍ଗର ସୌନ୍ଦର୍ଯ୍ୟ ଖେଳାଇ ଦେବା କଥା କବି କହିଛନ୍ତି। ଗ ନମ୍ବର ପ୍ରଶ୍ନ, କେଉଁ କ୍ଷେତ୍ରରେ ଆମେ ପଛରେ ରହିବା ନାହିଁ ବୋଲି ଧାରଣା ଦିଆଯାଇଛି? ଉତ୍ତର, ଜ୍ଞାନ ବିଜ୍ଞାନ କ୍ଷେତ୍ରରେ ଆମେ ପଛରେ ରହିବା ନାହିଁ ବୋଲି ଧାରଣା ଦିଆଯାଇଛି। ଘ ନମ୍ବର ପ୍ରଶ୍ନ, କେଉଁମାନେ ପ୍ରତିଜ୍ଞା କରିବା କଥା କବିତାରେ ପ୍ରକାଶ ପାଇଛି? ଉତ୍ତର, ଦେଶର ସମସ୍ତେ ପ୍ରତିଜ୍ଞା କରିବା କଥା କବିତାରେ ପ୍ରକାଶ ପାଇଛି। ଅ ନମ୍ବର ପ୍ରଶ୍ନ, ଦେଶରେ କଳକାରଖାନା ଗଢ଼ି ଉଠିଲେ ଆମର କ'ଣ ସୁବିଧା ହେବ? ଉତ୍ତର, ଦେଶରେ କଳକାରଖାନା ଗଢ଼ି ଉଠିଲେ ବିଭିନ୍ନ ଦ୍ରବ୍ୟ ଉତ୍ପନ୍ନ ହେବ, ଅସଂଖ୍ୟ କାରିଗର ଗଢ଼ି ଉଠି ଦେଶର ଉନ୍ନତି କରିବେ। ପିଲାମାନେ, କେବଳ ବହି ଅଭ୍ୟାସ ନୁହେଁ, ଆହୁରି ଅତିରିକ୍ତ ପ୍ରଶ୍ନ ଉତ୍ତର ମଧ୍ୟ ଦିଆଯାଇଛି, ତୁମେମାନେ ଅଭ୍ୟାସ କରିବ। ପରବର୍ତ୍ତୀ ପ୍ରଶ୍ନ 3 ନମ୍ବର ପ୍ରଶ୍ନ। 3 ନମ୍ବର, କବିତାରେ ଯେଉଁ ପଦରେ ଏକଥା କୁହାଯାଇଛି ସେହି ପଦଟି ବାଛି ଲେଖିବା। 3 ନମ୍ବର କ, କେଉଁ ପଦରେ କୁହାଯାଇଛି? ନା, ସେକାଳେ ଭୋଗୁଥିଲୁ କେତେ ଯେ ଆମେ କ୍ଲେଶ। ଖ, ସ୍ୱଦେଶ ସେବାବ୍ରତ କରିବୁ ଜୀବନର। ଗ, ସଭିଙ୍କ ହିତ ପାଇଁ କରିବୁ ଆମେ କାମ। ଘ, ଯେପରି ଉତ୍ତପନ୍ନ ହୋଇବ ଦ୍ରବ୍ୟମାନ। କରିବୁ ପ୍ରାଣ ଦେଇ କହିବୁ ଯେଉଁ କଥା। ଏବେ 4 ନମ୍ବରକୁ ଯିବା। ଧ୍ୱଜା ସହିତ ଯେପରି ଫର ଫର ସମ୍ପର୍କ ଅଛି, ସେଭଳିଆ ନିମ୍ନଲିଖିତ ଶବ୍ଦ ଗୁଡ଼ିକ କାହା ସହିତ ସମ୍ପର୍କ ଅଛି ଲେଖିବା। ଝରଣା ଝର ଝର, ଅଦା ସର ସର, ରାଗ ଗର ଗର, ଚାଲି ତର ତର, ଶୀତ ଥର ଥର। ଯିବା ପରବର୍ତ୍ତୀ ପ୍ରଶ୍ନକୁ। 5 ନମ୍ବର ପ୍ରଶ୍ନ, ତଳେ କବିତାରେ ଥିବା କେତେକ ଶବ୍ଦ ଦିଆଯାଇଛି, ସେଗୁଡ଼ିକ ପୂର୍ବରୁ ଗୋଟିଏ ଲେଖାଏଁ ଉପଯୁକ୍ତ ଶବ୍ଦ ଯୋଡ଼ିବା। ଯେମିତି ସ୍ୱଦେଶ ନା ବିଦେଶୀ ଶାସନ, ଜାତୀୟ ଧ୍ୱଜା, କର୍ତ୍ତବ୍ୟ ପଥ, ଅସଂଖ୍ୟ କାରିଗର। ଏବେ 5 ନମ୍ବର ଖକୁ ଯିବା। ତଳେ କବିତାରେ ଥିବା ଶବ୍ଦ ଦିଆଯାଇଛି, ସେଗୁଡ଼ିକ ପରେ ଗୋଟିଏ ଲେଖାଏଁ ଉପଯୁକ୍ତ ଶବ୍ଦ ଯୋଡ଼ିବା। ସ୍ୱଦେଶ, ସେବା, ବୀର ଜାତି। 6 ନମ୍ବରକୁ ଯିବା। ଯେପରି ବିଦେଶୀ ପାଇଁ ସ୍ୱଦେଶୀ, ସେଇଭଳିଆ ଲେଖିବା। ସ୍ୱାଧୀନ ପରାଧୀନ, ଭଲ ମନ୍ଦ, ପର ଆପଣା, ହିତ ଅହିତ, ବୀର ଭୀରୁ। 7 ନମ୍ବର, ଯେପରି କର୍ତ୍ତବ୍ୟ ଶବ୍ଦ ସହ ପଥ ଯୋଡ଼ିଲେ ହେଉଛି କର୍ତ୍ତବ୍ୟ ପଥ, ସେଇଭଳିଆ କେଉଁ ଶବ୍ଦ ସହିତ ଆମେ ପଥ ଲଗାଇ ପାରିବା? ସତ୍ୟପଥ, ଧର୍ମପଥ, ଗତିପଥ, ଛାୟାପଥ, କର୍ମପଥ, ଜ୍ଞାନପଥ। ଏବେ ଯିବା 8 ନମ୍ବର ପ୍ରଶ୍ନକୁ।
से कही पताकार और केतोटी प्रतिशब्द लिखा पताकार और केतोटी प्रतिशब्द है केतन बाना नेत ध्वजा। एबे 9 नंबर को जीवा जेपरी शासन रु शासित होइछि से भाया लिखा उत्पादन उत्पादित नाम नामित जाति जातीय विदेश विदेशी जीवन जीवित। एबे जीवा 10 नंबर प्रश्न को क स्तंभर शब्द ख स्तंभ रे जोड़िबा काम तर तर लुह झर झर राग गर गर बचन खर खर पताका फर फर ओदा सर सर। एबे पिला माने आमे अधिक अभ्यास निमंते आउ किछि प्रश्न उत्तर आलोचना करिबा। 1 नंबर प्रश्न पूर्वरु आम देश कहा अधीन रे थिला उत्तर पूर्वरु आम देश विदेशी शासनर अधीन रे थिला। 2 नंबर प्रश्न आम जातीय ध्वजा केमिति उड़े उत्तर आम जातीय ध्वजा फर फर उड़े। परवर्ती प्रश्न भल काम कले आम नाम केउठी रहिबो उत्तर भल काम कले जाति इतिहास रे नाम रहिबो। 4 नंबर प्रश्न आमे केउ पथरे अग्रसर हेबा आमे कर्तव्य पथरे अग्रसर हेबा। तुमर बही रे अभ्यास रे जो प्रश्न दिया जाइछि ताकू बाद मध्ये ए सब प्रश्न दिया जाइछि तुमे माने अभ्यास कले तुमर ज्ञान अधिक पढ़िबो। हला पिला माने आशा करूछि ए पाठ सब तुमको भल लागुथुबो भल लागुथिले भिडियोटी को निश्चित लाइक टे करिवो मन लगई पाठ पढ़िबो पढ़िले पाठ दिसिबो बाट। जिबा परवर्ती प्रश्न को 5 नंबर प्रश्न प्रतिशब्द लिखिया पई कहैछि पथ पथर प्रतिशब्द होछि रास्ता मार्ग सड़क पंथा सेडा मथा मथार प्रतिशब्द मुंड शिर सुषमा कहले होछि सौंदर्य आउ सिरी। एबे वाक्य गठन करिबा अधीन चाकर मालिकर अधीन रे काम करे टेक टेक लगई गोटे वाक्य लिखिबा आमे भल काम कले देशर टेक रहिबो। विविध लगई गोटे वाक्य लिखिबा आमे खेल पड़िया रे विविध खेल खेलु विविध कहले विभिन्न प्रकार। एबे तम पई काम दिया जाइछि पिला माने 7 नंबर शून्य स्थान पूरण करिवो आम देश डैश अधीन रे थिला जातीय पताका उड़ई डैश आमे जातिर डैश रे नाम रहिबो स्वदेश सेवा को डैश करिबा से 8 नंबर रे सठिक बनानटी को बाछिकी लिखिबा। क रे विदेशी विदेशी दुईटी शब्द देइछि ख रे क्लेश क्लेश दुईटी शब्द देइछि ग रे जातीय जातीय दुईटी शब्द देइछि घ रे सुषमा सुषमा दुईटी शब्द देइछि। एगुड़ी को अभ्यास कले तुमर निश्चित ज्ञानर परिसीमा बढ़िबो पिला माने। तमे पंचम श्रेणी रे विभिन्न प्रकार प्रतियोगीमूलक परीक्षा देबो पंचम श्रेणी रे वृत्ति परीक्षा देबो एणु अतिरिक्त प्रश्न उत्तर कले तुमको वृत्ति परीक्षा रे सहायक होबो। आशा करूछि भिडियोटी भल लागिथिबो आ निश्चित भाबरे तुमे लाइक टे करिवो। अशेष अशेष धन्यवाद।